ପଞ୍ଚଦଶ ଅଧ୍ୟାୟ ସୁତ ଉବାଚ। ସୁତ ପୁହୁଥିଲେ ମୁନିବର କାମନା କରି ଯେଉଁ ନର ଯଜ୍ଞ ଦାନ ବା ତପ କରେ ତା ଫଳ ହୁଏ କି ପ୍ରକାରେ। ସୌନକ ଉବାଚ। ସୌନକ କହିଲେ ହେ ସୁତ ତୁମେ ଯା କରିଲ ଉକତ ସଂସାରେ ଅସଂଖ୍ୟ ମାନବ ମନରେ ରଖି ଫଳ ଲାଭ। ଯଜ୍ଞ ତପସ୍ୟା ଦାନ କରେ ସେ ସବୁ ଲଭନ୍ତି କାଳରେ। ଯେ ସ୍ୱର୍ଗ ସୁଖ ଇଚ୍ଛା କରେ ସେ ମଧ୍ୟ ଯାନ୍ତି ଦେହାନ୍ତରେ। କର୍ମର ଫଳ ଗଲେ ସରି ହୁଅନ୍ତି ଯେ ଶନି ଭିକାରୀ। ସ୍ୱର୍ଗ ଲୋକକୁ ଯାଇଥିଲେ ପୁଣି ଫେରନ୍ତି ସରିଗଲେ। ଏଣୁ ଏ କାମ୍ୟ କର୍ମ ହେୟ କହନ୍ତି ଜ୍ଞାନୀ ସମୁଦାୟ। କିନ୍ତୁ ଏ ଶ୍ରୀ ବିଷ୍ଣୁ ମାସରେ ଯେ ନର ଯା କାମନା କରେ ତା କାମ ହୁଅଇ ପ୍ରାପତ ତା ସଙ୍ଗେ ଲଭେ ସେ ଅମୃତ। ଏଣୁ ଅନ୍ୟାନ୍ୟ ମାସ ଠାରୁ ଏ ବିଷ୍ଣୁ ମାସ ଅଟେ ଗୁରୁ। ସକାମ ନିଷ୍କାମଙ୍କ ପାଇଁ ଏ ମାସ ଯୋଗ୍ୟ ହିଁ ଅଟଇ। ଯେ ଜନ ସ୍ନାନ କରୁଥାନ୍ତି ସେ ଜନ ଲଭେ ଶୁଭ ଗତି। ପୁଣି କିଏ ସ୍ନାନ ନ କରି ମଥାରେ ସିଞ୍ଚୁଥାନ୍ତି ବାରି। ବିଷ୍ଣୁଙ୍କ ନାମ ତୁଣ୍ଡେ ଧରି ଭବ ସାଗରୁ ଯାନ୍ତି ତରି। ବିଷ୍ଣୁଙ୍କ ନାମର ମହିମା କେ କଳି ପାରିବ ତା ସୀମା। ଏଣୁ ସଜ୍ଜନ ମାନେ ନୀତି ବିଷ୍ଣୁଙ୍କ ନାମ ଘୋଷୁଥାନ୍ତି। ଏ ମାସେ ଯେ ଅନ୍ନ ଦିଅନ୍ତି ଅଶେଷ ପୁଣ୍ୟ ସେ ଲଭନ୍ତି। ଅନ୍ନଦାନରେ ଜୀବଗଣ ଯେପରି ହୁଅନ୍ତି ପ୍ରସନ୍ନ। ଆନଦାନରେ ତାର ସମ ଜୀବନ ହୁଅନ୍ତି ପ୍ରସନ୍ନ। ଅନ୍ନରେ ସର୍ବଦେବେ ଥାନ୍ତି ଅନ୍ନ ଭକ୍ଷିଲେ ଲାଗେ ଶାନ୍ତି। କ୍ଷୁଧାତୁରକୁ ଅନ୍ନ ଦେଇ ତୋଷିଲେ ବୈକୁଣ୍ଠ ମିଳଇ। ଅତିଥି ଦ୍ୱାରକୁ ଆସିଲେ ସୁଅନ୍ନ ଦେଇ ତୋଷ ତାରେ। ଗୃହଜନକୁ ଅନ୍ନ ଦେଇ ତୋଷିଲେ ବହୁ ପୁଣ୍ୟ ହୋଇ। ଗୋରୁ କୁକୁର କାକ ପକ୍ଷୀ ତାହାକୁ ଅନ୍ନେ କଲେ ସୁଖୀ। ତା ମଧ୍ୟ ମହାପୁଣ୍ୟ ହେବ ଅନ୍ନଦାନରେ ମହାଲାଭ। କାହାର ଦୁଃଖ କଷ୍ଟ ହେଲେ ଉଦ୍ଧାର କର ଦାନ ବଳେ। ସେ ଜନ ଦୁଃଖରୁ ଉଦ୍ଧାର ହୁଅନ୍ତି ଅଛି ଦୃଷ୍ଟାନ୍ତର। ନର୍ମଦା କୂଳେ ମହାସ୍ମୃତି ନାମରେ ଅଛି ଏକ ବସ୍ତି। ସେଠାରେ ଜଣେ ବିପ୍ର ଥିଲେ ପତ୍ନୀଙ୍କ ସହ ବ୍ରତ କଲେ। ଦିନେ ଗୋଟିଏ ଗୋଷ୍ଠୀ ନାରୀ ବିପ୍ର ପତ୍ନୀର ବ୍ରତ ହେରି କହିଲା ହୋଇ ସେ ବିକଳ। ଦେବକୀ ଦିନକର ଫଳ ମହାଦୁଃଖରେ ମୁହିଁ ଅଛି। ପୁଣ୍ୟ ହୁଅନ୍ତା ତୁମ୍ଭ କିଛି ମୋ ଦୁଃଖ ହୁଅନ୍ତା ଅବସାନ। କରି ନ ପାରୁଛି ମୁଁ ସ୍ନାନ। ତା ଶୁଣି ବ୍ରାହ୍ମଣୀ ସାଦରେ ଦିନକ ଧର୍ମ ଦେଲେ ତାରେ। ତା କୁଷ୍ଠ ରୋଗ ଦୂର ହେଲା ସେ ନାରୀ ବୈକୁଣ୍ଠକୁ ଗଲା। ଦିନକ ମଳ ମାସ ବ୍ରତ ଗୋଷ୍ଠୀକୁ କଲା ସ୍ୱର୍ଗ ପ୍ରାପ୍ତ। ଏଣୁ ଯେ ମାସେ ଧର୍ମ କରେ କିମ୍ପା ସେ ନ ଯିବ ସ୍ୱର୍ଗରେ। ଏଣୁ ସକଳେ ବିଷ୍ଣୁ ମାସ ପାଳନ କର ହୋଇ ହର୍ଷ। ଯେ ଜନ ଏକ ମାସ ବ୍ରତ କରିବା ପାଇଁ ନୁହେଁ ସତ ସେ ଏକ ଦିନ ବ୍ରତ କରି ପୁଣ୍ୟର ହେଉ ଅଧିକାରୀ। ଏ ବ୍ରତ ଯେ ଜନ କରିବ ମୌନ ବ୍ରତ ସେ ଆଚରିବ। ପୂଜା ଭୋଜନ ଜପ କାଳେ ମୌନ ରହିବ ତତ କାଳେ। ସାମାନ୍ୟ ଅନୁଚ୍ଚ ସ୍ୱରରେ କହିବ କଥା ଦରକାରେ। ମୌନ ରହିଲେ ମିଳେ ସିଦ୍ଧି ମୌନ ହିଁ ମୁଖ୍ୟ ବ୍ରତ ବିଧି। ମଳ ମାସରେ ମୌନ ବ୍ରତ କରିଲେ ବହୁ
ସ୍ନାନ ହବିଷ ଦୀପଦାନ ତୁଳସୀ ପୂଜା ବନ୍ଦାପନ ସହିତ ମୌନ ରହିବ ଅଚିରେ ଫଳ ପ୍ରାପ୍ତ ହେବ। ଶ୍ରୀଗେଲା ମଣିଙ୍କ ତନୁଜ ଅଟଇ ମୁହିଁ ଦେବରାଜ ଏ ମଳ ମାସ ବ୍ରତ ଗୀତେ ରଚିଲି ଯାହା ମୁହିଁ ଏଠେ ଏସବୁ ଶ୍ରୀ ପଦ୍ମ ପୁରାଣେ ଉଲ୍ଲେଖ ରହିଛି ଏସନେ ସୁଜନେ ଏହା ପାଠ କର ସକଳ ପାପ ହେବ ଦୂର। इति श्री पद्म पुराणे सूत सौनक संवादे पुरुषोत्तम मास महात्म्य कथने नाम 15 अध्यायः।